ମାଙ୍କଡ଼ ଓ କୁମ୍ଭୀର। ସବୁଜ ଘାସ, ସୁନ୍ଦର ଗଛ, ପର୍ବତ ଏବଂ ସବୁଠାରୁ ମଧୁର ସ୍ୱାଦିଷ୍ଟ ଜାମୁ ଗଛରେ ଘେରି ରହିଥିବା ଏହା ଏକ ସୁନ୍ଦର ହ୍ରଦ ଥିଲା। ହ୍ରଦ ନିକଟରେ ଥିବା ଏକ ଜାମୁ ଗଛରେ ଏକ ମାଙ୍କଡ଼ ରହୁଥିଲା। ଏହି ହ୍ରଦରେ କିଛି କୁମ୍ଭୀର ମଧ୍ୟ ଥିଲେ। ଗୋଟିଏ କୁମ୍ଭୀର ଗଛରୁ ପଡ଼ିଥିବା ହ୍ରଦରୁ ଜାମୁଫଳ ସଂଗ୍ରହ କରୁଥିଲା। ପ୍ରତିଦିନ କୁମ୍ଭୀର ଜାମୁ ଗଛକୁ ଆସୁଥିବାରୁ ମାଙ୍କଡ଼ଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। କୁମ୍ଭୀର ଓ ମାଙ୍କଡ଼ ପ୍ରତିଦିନ ସାକ୍ଷାତ କରୁଥିଲେ। ମାଙ୍କଡ଼ଟି ଗଛରୁ ଅଧିକରୁ ଅଧିକ ସତେଜ ଜାମୁଫଳ ଯୋଗାଇ କୁମ୍ଭୀରକୁ ସାହାଯ୍ୟ କରିଥିଲା। ସେମାନଙ୍କ ସମ୍ପର୍କ ଜାରି ରହିଲା ଏବଂ ସେମାନେ ଘନିଷ୍ଠ ବନ୍ଧୁ ହୋଇଗଲେ। ଦିନେ ମାଙ୍କଡ଼ଟି କୁମ୍ଭୀରର ସ୍ତ୍ରୀ ଓ ପରିବାରକୁ କିଛି ଜାମୁଫଳ ଦେବାକୁ କହିଥିଲା। କୁମ୍ଭୀର ରାଜି ହୋଇ ସ୍ତ୍ରୀଙ୍କ ପାଖକୁ ବହୁତ ଜାମୁଫଳ ନେଇଥିଲା। ତାଙ୍କ ସ୍ତ୍ରୀ ଏତେ ଖୁସି ଓ ଆଶ୍ଚର୍ଯ୍ୟ ହୋଇଥିଲେ ଯେ ସେ ଏପର୍ଯ୍ୟନ୍ତ ଏତେ ସ୍ୱାଦିଷ୍ଟ ଫଳ ଖାଇନାହାନ୍ତି। ସେ ତାଙ୍କ ସ୍ୱାମୀଙ୍କୁ ପଚାରିଲେ, ସେ ସେହି ଫଳଗୁଡ଼ିକ କେଉଁଠୁ ପାଇଲେ? କୁମ୍ଭୀରଟି ତାଙ୍କୁ କହିଲା, ଜାମୁ ଗଛରେ ରହୁଥିବା ତାଙ୍କ ସାଙ୍ଗ ମାଙ୍କଡ଼ ତାଙ୍କ ପାଇଁ ଏସବୁ ଦେଇଛି। ସ୍ତ୍ରୀ କୁମ୍ଭୀର ମନରେ ଏକ ଯୋଜନା ପ୍ରସ୍ତୁତ କଲା। ସେ ତାଙ୍କ ସ୍ୱାମୀକୁ ପଚାରିଲେ, ତୁମ ସାଙ୍ଗ ପ୍ରତିଦିନ ଏହି ଫଳ ଖାଇଥାଏ କି? କୁମ୍ଭୀରଟି ହଁରେ ଉତ୍ତର ଦେଲା। ସେ ଆହୁରି କହିଲେ, ଏହା ହେଉଛି ଆମେ ଖାଇଥିବା ସବୁଠାରୁ ମଧୁର ଫଳ। କଳ୍ପନା କରନ୍ତୁ, ଯଦି ସେ ପ୍ରତିଦିନ ଏହି ଫଳ ଖାଇବେ, ତେବେ ମାଙ୍କଡ଼ର ହୃଦୟ କେତେ ସ୍ୱାଦିଷ୍ଟ ହେବ। ମୋତେ ତୁମ ସାଙ୍ଗର ହୃଦୟ ଦରକାର। ଦୟାକରି ଆପଣ ଏହାକୁ ମୋ ପାଇଁ ଆଣିପାରିବେ କି? କୁମ୍ଭୀରଟି ତାଙ୍କ ପତ୍ନୀଙ୍କ ଠାରୁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଉତ୍ତର ଦେଲେ, କିନ୍ତୁ ସେ ମୋର ଘନିଷ୍ଠ ବନ୍ଧୁ। ମୁଁ ତାଙ୍କ ସହିତ ଏହା କରିପାରିବି ନାହିଁ। ସ୍ତ୍ରୀ କୁମ୍ଭୀରଙ୍କୁ କହିଲେ, ଚିନ୍ତା କର ନାହିଁ, ତୁମେ ତାଙ୍କୁ ଏଠାକୁ ଆଣ। ଦୀର୍ଘ ସମୟ ପରେ କୁମ୍ଭୀରଟି ନିଜ ପତ୍ନୀଙ୍କ ପାଖକୁ ମାଙ୍କଡ଼ ଆଣିବାକୁ ରାଜି ହୋଇଥିଲେ। ପରଦିନ କୁମ୍ଭୀର ମାଙ୍କଡ଼କୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ମାଙ୍କଡ଼ ଖୁସିରେ ଅତିଥି ହେବାକୁ ରାଜି ହୋଇଥିଲେ, କିନ୍ତୁ ମାଙ୍କଡ଼ଟି ହ୍ରଦରେ ପହଁରିବାକୁ ଜାଣିନଥିବାରୁ ଚିନ୍ତିତ ଥିଲେ। କୁମ୍ଭୀର ମାଙ୍କଡ଼କୁ ଖୁସି କରି କହିଲେ, ଚିନ୍ତା କର ନାହିଁ, ମୁଁ ତୁମକୁ ମୋ ପିଠିରେ ବୋହିନେବି ଏବଂ ତୁମକୁ ମଧ୍ୟ ସୁରକ୍ଷିତ ଭାବେ ଫେରାଇ ଆଣିବି। ମାଙ୍କଡ଼ଟି ସ୍ୱୀକାର କଲା ଏବଂ କୁମ୍ଭୀର ତାକୁ ପିଠିରେ ବସାଇ ନିଜ ଘରକୁ ନେଇଗଲା। ସେମାନେ ଅଧା ବାଟରେ ପହଞ୍ଚିବା ପରେ କୁମ୍ଭୀରଟି ମାଙ୍କଡ଼କୁ ସେ ତାଙ୍କ ସ୍ତ୍ରୀ ସହ ହୋଇଥିବା କଥାବାର୍ତ୍ତା ବିଷୟରେ କହିଥିଲେ ଏବଂ ସେ ମାଙ୍କଡ଼କୁ ତାଙ୍କ ହୃଦୟ ଖାଇବାକୁ ନେଉଥିଲେ ବୋଲି କହିଥିଲେ। ଏହା ଶୁଣି ବୁଦ୍ଧିମାନ ମାଙ୍କଡ଼ କହିଲା, ହେ ମୋର ପ୍ରିୟ ବନ୍ଧୁ, ତୁମେ ମୋତେ ଏହି କଥା ପୂର୍ବରୁ କହିବା ଉଚିତ ଥିଲା। ମୁଁ ମୋ ହୃଦୟକୁ ଗଛର ଗୋଟିଏ ଡାଳ ଉପରେ ଛାଡ଼ି ଦେଇ ଆସିଛି, କାରଣ ମୁଁ ଅଧିକ ସମୟ ଯାତ୍ରା କଲେ ଏହାକୁ ବହନ କରିପାରିବି ନାହିଁ। ଯଦି ତୁମେ ମୋତେ ଫେରାଇ ନେବ, ତେବେ ମୁଁ ତୁମକୁ ମୋର ହୃଦୟ ଦେଇପାରିବି। କୁମ୍ଭୀର ଏହା ଶୁଣି ମାଙ୍କଡ଼ଟିକୁ ହ୍ରଦକୁ ଫେରାଇ ଆଣିଥିଲା। ମାଙ୍କଡ଼ ରହୁଥିବା ଗଛ ନିକଟରେ ପହଞ୍ଚିବା ପରେ ମାଙ୍କଡ଼ଟି ଦ୍ରୁତ ଗତିରେ ଡେଇଁ କୁମ୍ଭୀରଠାରୁ ଖସି ପଳାଇଥିଲା। ସେ କୁମ୍ଭୀରକୁ ଚିତ୍କାର କରି କହିଲା, ମୁଁ ତୁମକୁ ଜଣେ ଭଲ ବନ୍ଧୁ ଭାବିଥିଲି, କିନ୍ତୁ ତୁମେ ମୋତେ ଧୋକା ଦେଇଛ। ହେ ମୂର୍ଖ କୁମ୍ଭୀର, ହୃଦୟ କ'ଣ କେହି କେବେ ବାହାର କରି ରଖିପାରେ? ମୁଁ ଆଉ ଥରେ ତୁମ ସହ ଫେରିବି ନାହିଁ ଏବଂ ତୁମର ବନ୍ଧୁ ହୋଇପାରିବି ନାହିଁ। କୁମ୍ଭୀରଟି ନିଜର ଭୁଲ ବୁଝି ଜଣେ ଭଲ ବନ୍ଧୁକୁ ହରାଇ ଖାଲି ହାତରେ ଘରକୁ ଫେରିଥିଲା। ଯଦି କାହାଣୀଟି ଭଲ ଲାଗିଥାଏ, ତେବେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।